ଚାକିରି ଦେବା ନାଁରେ ଜମି ହଡପ ନାଲକୋ। ଅନୁଗୁଳ ଜିଲ୍ଲା ବଅଁରାପାଳ ବ୍ଲକ ଟିଙ୍ଗୁଆ ଗ୍ରାମର କୁମାରୀ ସଙ୍ଗୀତା ଭୂତିଆ ପିତା ଶଙ୍କର ଭୂତିଆ ପରିବାର ଲୋକଙ୍କ ସହ ଆଜି ନାଲକୋ ରେଳ ଲାଇନ ଅବରୋଧ କରିଥିଲେ। ସୂଚନା ଯେ 1982 ମସିହାରୁ ସଙ୍ଗୀତା ଭୂତିଆଙ୍କ ପୈତୃକ ଜମିକୁ ନାଲକୋ ତାର ନିଜସ୍ୱ ରେଳ ଲାଇନ ପାଇଁ ଅଧିଗ୍ରହଣ କରିଥିଲା ଆଉ ଜମି ବାବଦରେ ଚାକିରି ଦେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ଚାକିରି ଦେବା କହି ଜମି ନେଇଗଲା, ହେଲେ ଏବେ ଆଉ ଧରାଛୁଆ ଦେଉନାହିଁ ନାଲକୋ। ବିଡ଼ମ୍ବନାର ବିଷୟ ଆଜିକୁ ପ୍ରାୟ 45 ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ସଙ୍ଗୀତାଙ୍କ ପରିବାରକୁ ଜାଗା ବାବଦରେ କୌଣସି ପ୍ରକାର କ୍ଷତିପୂରଣ ବା ଆର୍ଥିକ ସହାୟତା ନାଲକୋ ତରଫରୁ ଦିଆଯାଇ ନାହିଁ। ଯେମିତି ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଉଛି ନାଲକୋ। ଏ ବିଷୟ ନେଇ ବିଭିନ୍ନ ସମୟରେ ସଙ୍ଗୀତା ଜିଲ୍ଲା ପ୍ରଶାସନ ଓ ନାଲକୋ ପ୍ରଶାସନକୁ ଜଣାଇ ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ, ଯାହାକୁ ନେଇ ସଙ୍ଗୀତା ବାଧ୍ୟ ହୋଇ ଆଜି ସପରିବାର ସହ ନାଲକୋ ରେଳ ଲାଇନ ଅବରୋଧ କରିଥିଲେ। ନାଲକୋ ତରଫରୁ 15 ଦିନ ଭିତରେ ଏହାର ସମାଧାନ କରାଯିବାର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର କରିଥିଲେ। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରୁ କୃତି ଦାସ ନାୟକଙ୍କ ରିପୋର୍ଟ, ନିର୍ଭୀକ ନ୍ୟୁଜ।